ମୁଁ ଡରୁଛି କାହିଁକି ଯେ? ମୁଁ ଇଚ୍ଛା କଲେ ମୋର ବିବାହ ବନ୍ଧନ ଛିନ୍ନ କରି ଯାହାକୁ ଇଚ୍ଛା ତାକୁ ବିବାହ କରିପାରେ। ମୁଁ ତ ଲେଖିଦେଇ ନାହିଁ ଯେ ମୁଁ ସାରା ଜୀବନ ଜଣକ ପାଖରେ ରହିବି। ମୁଁ ତ 8 ବର୍ଷ କାଳ ପରିପୂର୍ଣ୍ଣ ଭାବରେ ମୋ ସ୍ତ୍ରୀ ପାଖରେ ଆତ୍ମସମର୍ପଣ କରିଛି। ଦିନକ ପାଇଁ ମଧ୍ୟ ଅବିଶ୍ୱାସୀ ହୋଇନାହିଁ। ସେଇଆ କ'ଣ ତା ପକ୍ଷରେ ଯଥେଷ୍ଟ ନୁହଁ? ଏଥର ମୁଁ ଗଣପତିର ଦେହଟା ଥରୁଥିଲା। ତାକୁ ଜୋର ସହିତ ନିଶ୍ୱାସ ନେବାକୁ ପଡ଼ୁଥିଲା। ଗଣପତି ବେପରବାରେ କୁଞ୍ଜ ଆଡ଼କୁ ଆଗେଇ ଗଲା। କୁଞ୍ଜର ଚତୁର୍ଦିଗରେ କାଇଁସି ଲତା ଆଉ ଆଳୁଲତା ଆଲିଙ୍ଗନ କରି ରହିଛନ୍ତି। ଗୋଟାଏ ମୃଦୁମନ୍ଦ ଓଦା ଗନ୍ଧ ଭାସି ଆସୁଥିଲା। କୁଞ୍ଜ ପାଖଟା ନିରୋଳା, କେହି ନାହିଁ। କିନ୍ତୁ ନିକଟକୁ ଯାଇ ମନୁଷ୍ୟର ଛାୟା ସଦୃଶ କ'ଣ ଗୋଟାଏ ଦେଖିପାରି ଗଣପତି ଠିଆ ହୋଇପଡ଼ିଲା। ଖାଲି ଛାୟା ନୁହଁ, କାୟା ମଧ୍ୟ। ଗଣପତି ଅଭିନିବେଶ ସହକାରେ ଚାହିଁ ଦେଖିଲା, ଏ ତାର ଶାଳକ ସିଜୁ। ମନଟା ତାର ବିରକ୍ତିରେ ବିକୃତ ଓ ତିକ୍ତ ହୋଇ ଉଠିଲା। ସେ କହିଲା, ଓଃ ସିଜୁ। ସିଜୁ ଉତ୍ତର ଦେଲା, ହଁ ମୁଁ। 2 ମିନିଟ୍ ପର୍ଯ୍ୟନ୍ତ ଦୁଇ ପକ୍ଷ ଚୁପଚାପ। କାହା ମୁଖରେ ଉଁ ନାହିଁ କି ଚୁଁ ନାହିଁ। ସତେ ଯେପରି ଦୁଇ ଜଣଙ୍କର ଅପରିଚିତ ବାଟ ମଝିରେ ହଠାତ୍ ଦେଖା। ଏଥର ସିଜୁ ଆରମ୍ଭ କଲା, ଦେଖ ଗଣ ଭାଇ, ଯଦି କିଛି ମନେ ନ କର ତୁମକୁ ଗୋଟାଏ ଅନୁରୋଧ କରିବି। ମୁଁ ଗୋଟାଏ ଗୁରୁତର ବିଷୟ ଆଲୋଚନା କରୁଛି। ମୋର ନିତାନ୍ତ ଏକା ରହିବା ପ୍ରୟୋଜନ। କ'ଣ କହୁଛ? ଗଣପତି ଉତ୍ତର ଦେଲା, ମୋତେ କହିବା ଅପେକ୍ଷା ତୁମେ ଅନ୍ୟତ୍ର ଚାଲିଯାଅ ନା, ଯେଉଁଠି ବେଶ୍ ନିରୋଳାରେ ଏକା ଚିନ୍ତା କରିବାର ଅବକାଶ ପାଇବ। ତା ଛଡ଼ା ଏ ଜାଗାଟା ବେଶ୍ ଥଣ୍ଡା। ମୋର ମୁଣ୍ଡଟା ଧରିଛି କି ନା, ମୁଁ ଟିକେ ଶୋଇବାକୁ ଚେଷ୍ଟା କରିବି ଏଠାରେ। ସିଜୁ ଗଣ ଗଣ କରି ଜବାବ ଦେଲା, ତମେ ଶୋଇବ ସତ, କିନ୍ତୁ ତମର ଶୋଇବା ଦ୍ୱାରା ମୋ ଚିନ୍ତାରେ ଯଥେଷ୍ଟ ବ୍ୟାଘାତ ଲାଗିବ। ମୋର ଚିନ୍ତା ତମ ଶୋଇବା ଅପେକ୍ଷା ଯଥେଷ୍ଟ ପ୍ରୟୋଜନୀୟ। ପୁଣି କିଛି ସମୟ ନିପୀତ ଦୁଇ ପକ୍ଷ ଚୁପଚାପ। ଗଣପତି ତାର ଉନ୍ମାଦ ଚିନ୍ତାରାଶି ଖୋଲି ଦେଇଛି। ସେ ଅନବରତ କାନପାତି କାହାର ପଦଶବ୍ଦ ଶୁଣି ପାରୁଥିଲା। ହଠାତ୍ ପାଗଳଙ୍କ ପରି ଡେଇଁ ଉଠି ଗଣପତି କହିଲା, ଦେଖ ସିଜୁ, ତୁମକୁ ମୁଁ ଅନୁରୋଧ କରୁଛି। ତମେ ମୋ ଠାରୁ ବୟସରେ ଛୋଟ। ମୋ କଥା ଶୁଣ। ମୋ ଅବସ୍ଥାଟା ଟିକିଏ ବିବେଚନା କର। ମୋ ଦେହ ଖରାପ। ମୋର ଟିକିଏ ଶୋଇବା ନିତାନ୍ତ ଦରକାର। ତୁମେ ଦୟାକରି ଟିକିଏ ଅନ୍ୟ ଜାଗାକୁ ଯା। ସୁନା ଭାଇଟା ପରା। ତମର ଏ ବଡ଼ ଅନ୍ୟାୟ ଜଲମ। ତୁମେ ଏଠି ରହିବ ଆଉ ମୁଁ ଯିବି କାହିଁକି? ମୁଁ ଅନ୍ତତଃ ମୋର ଯେ ଗୋଟାଏ ବ୍ୟକ୍ତିତ୍ୱ ଅଛି ତାହା ପ୍ରମାଣ କରିବା ନିମିତ୍ତ ଏଠାରେ ରହିବି। ସିଜୁ, ତମେ ମୋ ଠାରୁ ଛୋଟ। ମୋର ଅନୁରୋଧ ରଖ। ସ୍ୱୀକାର କରୁଛି, ମୁଁ ଟିକିଏ ସ୍ୱାର୍ଥପର, ଖାଲି ନିଜ କଥାଟା ଭଲ କରି ବୁଝେ। ତଥାପି ଜୀବନରେ ତମ ପାଖରେ ଖାଲି ଏଇ ଗୋଟିକ ଅନୁରୋଧ କରୁଛି। ମୋଟେ ଏଇ ଦିନକ ପାଇଁ ତମର ସହାନୁଭୂତି ପ୍ରାର୍ଥନା କରୁଛି। ସିଜୁ ଖୁବ୍ ଜୋରରେ ମୁଣ୍ଡ ହଲାଇ ଜଣାଇଦେଲା ଯେ ସେ ଏଠୁ ଉଠିବ ନାହିଁ। ଗଣପତି ଭାବିଲା, ସିଜୁ କି ଜିଦଖୋର, ତାର କି ବଦ୍ ପ୍ରକୃତି। ନା, କଳେ ବଳେ କୌଶଳେ ୟାକୁ ଏଠାରୁ ନ ଉଠାଇଲେ ସବୁ ମାଟି ହେବ। ତାପରେ ସେ ପୁଣି ଅନୁରୋଧ କଲା, ସିଜୁ, ହେ ସିଜୁ, ମୁଁ ଶେଷ ଥର ପାଇଁ ତମକୁ ଅନୁରୋଧ କରୁଛି, ତୁମେ ଯେ ଭଦ୍ର, ତମର ଯେ ରୁଚି ଅଛି, ତୁମେ ଯେ ବୁଦ୍ଧିମାନ, ଏଇ ସୁଯୋଗରେ ତାର ପରିଚୟ ଦିଅ ସିଜୁ। ସିଜୁ ଟିକିଏ ବିରକ୍ତି ଭାବ ଦେଖାଇ ମୁହଁଟାକୁ ବଙ୍କାଇ କହିଲା, ଦେଖ, ତମର ଏଇ ଅଦ୍ଭୁତ ଖିଆଲର କାରଣ ମୁଁ ଆଦୌ ବୁଝିପାରିଲି ନାହିଁ। ମୁଁ ଯିବି ନାହିଁ, କଦାପି ଏଠାରୁ ଯିବି ନାହିଁ। ଏହା 3 ବାର ସତ୍ୟ। ଠିକ୍ ସେହି ମୁହୂର୍ତ୍ତରେ ଗୋଟିଏ ସୁନ୍ଦର ମୁଖ ଯେପରି ସେହି କୁଞ୍ଜ ଆଢ଼ୁଆଳରେ ଉଙ୍କି ମାରି ପୁଣି ଚକିତରେ ଅନ୍ତର୍ଦ୍ଧାନ ହୋଇଗଲା। 2 ଜଣ ତାହା ଦେଖି ପାରିଲେ, ଆଉ 2 ଜଣଙ୍କ ହିଁ ସମାନ ଭାବରେ ସେ ଦୃଶ୍ୟ ଦେଖି ଉତ୍ତେଜିତ ହୋଇ ଉଠିଲେ। ଗଣପତି କହିଲା, ଯୁବତୀଟି ଚାଲିଗଲା। ଏହି ଇତର ସିଜୁକୁ ଏଠାରେ ଦେଖି ଯୁବତୀଟି ଚାଲିଗଲା। ସବୁ ଭଣ୍ଡୁର। କିଛି କ୍ଷଣ ପରେ ଗଣପତି ଟୋପିଟାକୁ ଉଠାଇ ନେଇ ଉତ୍ତର ଦେଲା, ତୁମେ ଜଣେ ଇତର ଛୋଟ ଲୋକ। ବୁଦ୍ଧି ବୋଲି କୌଣସି ବସ୍ତୁ ତମ ମସ୍ତିଷ୍କରେ ନାହିଁ। ସିଜୁ ଗଣ ଗଣ ହୋଇ ଜବାବ ଦେଲା, ଶୁଣି ସୁଖୀ ହେଲି, ଧନ୍ୟବାଦ। ଆଉ ତୁମେ ମଧ୍ୟ ଶୁଣିଯାଅ ଗଣପତି ବାବୁ, ଆଜି ତୁମେ ତମର ଜିଦ୍ ବଜାୟ ରଖିବା ପାଇଁ ଯେଉଁ ଇତରୋଚିତ ମନୋବୃତ୍ତି ଦେଖାଇଲ, ତାହାକୁ କୌଣସି ମତେ କ୍ଷମା କରାଯାଇ ପାରିବ ନାହିଁ। ଗଣପତି ମୁଣ୍ଡ ସେତେବେଳେ ଗରମ। ରାଗରେ ବଜ୍ ବଜ୍ କରି ବଡ଼ ବଡ଼ ପାହୁଣ୍ଡ ପକାଇ ସେ ଘର ଆଡ଼କୁ ଚାଲି ଆସିଲା। ଟେବୁଲ ଉପରେ ମୁଖରୋଚକ ଖାଦ୍ୟ ସାମଗ୍ରୀ ସଜା ହୋଇଥିଲା। ଆଜି ତାକୁ ଏଇ ସମସ୍ତ ଖାଦ୍ୟ କୌଣସି ଆନନ୍ଦ ଦେଇ ପାରିଲା ନାହିଁ। ଉତ୍ତେଜନାରେ ସେ ଭାବିବାକୁ ଲାଗିଲା, ଜୀବନରେ ଏଭଳି ସୁଯୋଗ କେତେ ଜଣଙ୍କୁ ମିଳେ। ଆଜି ମୁଁ କି ସୁନ୍ଦର ସୁବିଧା ହରାଇଲି। ନିଶ୍ଚୟ ବିଚାରୀ ଆଘାତ ପାଇଛି। ବରାଦ ଭଲ ନଥିଲେ ଏଇ ରକମ ହୁଏ। ଖାଇ ବସିଲା ବେଳେ ସିଜୁ ଓ ଗଣପତି କେହି ଥାଳି ଉପରୁ ଆଖି ଟେକିଲେ ନାହିଁ।
ଦୁଇ ଜଣ ଯାକ ଅତ୍ୟନ୍ତ ଗମ୍ଭୀର, ଚୁପଚାପ ଗୁମ୍ ମାରି ବସିଛନ୍ତି। ଦୁଇ ଜଣ ଯାକ ଦୁଇ ଜଣର ମନେ ମନେ ପିତୃଶ୍ରାଦ୍ଧ କରିବାରେ ବ୍ୟସ୍ତ। ଗଣପତି ଅକସ୍ମାତ୍ ତା ସ୍ତ୍ରୀ ମୁହଁ ଆଡ଼କୁ ଅନାଇଲା। ଅନାଇବା ମାତ୍ରକେ ବିରକ୍ତି ସୂଚକ ସ୍ୱରରେ ପଚାରିଲା, ଆଜି ଏତେ ହସୁଛ କାହିଁକି? ବିନା କାରଣରେ ବୋକା ଛଡ଼ା ଅନ୍ୟ କେହି ଏପରି ଭାବରେ ହସେ ନାହିଁ। ଗଣପତିର ସ୍ତ୍ରୀ ଗଣପତିର ମୁହଁ ଉପରେ ଗୋଟାଏ କଠିନ କ୍ରୋଧର ଛାୟା ଦେଖି କିଲବିଲ ହୋଇ ହସି ଉଠି କହିଲା, ଆଜି ସକାଳେ ଯେଉଁ ଚିଠି ଖଣ୍ଡକ ପାଇଲ ତାକୁ କ'ଣ କଲ? ଗଣପତି ନିତାନ୍ତ ସୁନା ପୁଅଟିଏ ଭଳି କିଛି ଜାଣେନା ଏହିପରି ମୁଖର ଭାବ ରଖି କହିଲା, ତାମାନେ? ମୁଁ ଆଜି ସକାଳେ କିଛି ଚିଠି ଫିଠି ପାଇନି। ତମର କଳ୍ପନା ଶକ୍ତି ଖୁବ୍ ପ୍ରଖର ତ, ତାରିଫ ନ କରି ରହିପାରିବା ମୁସ୍କିଲ। ଗଣପତିର ସ୍ତ୍ରୀ ଆଉ ହସ ସମ୍ଭାଳି ପାରିଲା ନାହିଁ। ଠୋ ଠୋ କରି ହସି ହସି କହିଲା, ହଁ ମ ହଁ, ତମେ ଜାଣିଛ, ମୋତେ ଲୁଚାଉଛ ନା? ସକାଳେ ତୁମେ ନିଶ୍ଚୟ ଚିଠି ଖଣ୍ଡେ ପାଇଛ। ମୁଁ ନିଜେ ଯେ ସେ ଖଣ୍ଡକ ଲେଖିଛି ତମେ ନ ମାନି ଯିବ କୁଆଡ଼େ? ଗଣପତି ହଠାତ୍ ଲାଲ ପଡ଼ିଗଲା। ଅନେକ କଷ୍ଟରେ ନିଜକୁ ସମ୍ଭାଳି ନେଇ ଖାଇବା ଥାଳି ଉପରେ ଅସ୍ୱାଭାବିକ ଭାବରେ ନଇଁ ପଡ଼ି କହିଲା, କି କୁଶ୍ଚିତ ଥଟ୍ଟା! ତମର ରୁଚି ଏଡ଼େ ଇତର ବୋଲି ମୋର ଆଗରୁ ଧାରଣା ନଥିଲା। ଗଣପତିର ସ୍ତ୍ରୀ ଆହୁରି ଥରେ ଟିକିଏ ରହସ୍ୟ ମଧୁର ହସରେ ଘରଦ୍ୱାର ମୁଖରିତ କରି କହିଲା, ଆଉ କ'ଣ କରିଥାନ୍ତି କହିନ ଦେଖି? ଦିନଟା ଯାକ ତ ଘର ଭିତରୁ କୁଆଡ଼ିକି ଟିକିଏ ବାହାରିବ ନାହିଁ। ଘର ଭିତରେ ରାଇଜ ଯାକର ଧୂଳି ଅଳିଆ ଗଦା ହେଲାଣି। ଏଥର ସଫା ନ କଲେ ଚଳିବ ନାହିଁ। ଅଗତ୍ୟା ସେପରି କରିବା ଛଡ଼ା ଆଉ କିଛି ଉପାୟ ଖୋଜି ପାଇଲି ନାହିଁ। ତମର ସମୟ ଯେପରି କୁଞ୍ଜ ଭିତରେ ଏକୁଟିଆ ଏକୁଟିଆ ନ କଟେ, ସେଥିପାଇଁ ସିଜୁକୁ ମଧ୍ୟ ଅଗତ୍ୟା ଠିକ୍ ସେହିପରି ଖଣ୍ଡେ ଚିଠି ଲେଖିଥିଲି। କ'ଣ କହୁଛ ସିଜୁ? କୁଞ୍ଜ ଅଭିସାରରେ ଯାଇଥିଲ ନା? ସିଜୁ ଫଁ କରି ଫଣା ଟେକିଲା। ଆଉ ଗଣପତି ଯେତେ ଦୂର ପାରେ ସଙ୍କୁଚିତ ହୋଇ ଖାଇବା ଥାଳି ପ୍ରତି 2 ଗୁଣ ନଜର ଦେଲା।